ଖାଇଲେ ପାଟିକୁ ପନିରଠୁ ବି ଆହୁରି ନରମ ଲାଗିବ। ଏତେ ସ୍ୱାଦିଷ୍ଟ ଲାଗିବ ଯେ ଗୋଟେ ମିନିଟ୍ରେ ଆପଣଙ୍କ ପ୍ଲେଟ୍ ପୁରା ସଫା ହେଇଯିବ। ନମସ୍କାର, ଜୁଡ଼ି କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ରେସିପିଟି ନିଶ୍ଚିନ୍ତ ଭାବରେ ପସନ୍ଦ ଆସିବ। ଭିଡ଼ିଓଟିକୁ ଫୁଲ୍ ୱାଚ୍ କରିବା ପାଇଁ ଆପଣମାନଙ୍କୁ ମୋ ତରଫରୁ ଅନୁରୋଧ ରହିଲା। ଆଜି ଆମେ ବନେଇବା ବେସନ ଆଳୁ ତରକାରୀ। ସେଥିପାଇଁ ଏଠି ମୁଁ ନେଇଛି ହାଫ୍ କପ୍ ବେସନ। ବେସନର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ। ଏବେ ଆମେ ଗୋଟେ ହେମଦସ୍ତାରେ ନେବା 2 ଇଞ୍ଚ ଅଦା, 2ଟି କଞ୍ଚା ଲଙ୍କା। ଏବେ ଆକୁ ଆମେ ଭଲସେ ଛେଚି ନେବା। ଆପଣ ଚାହିଁଲେ ଆପଣଙ୍କ ହିସାବରେ ଲଙ୍କାର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ଏବେ ଆକୁ ସାଇଡ଼୍ରେ ରଖିଦେବା। ଆଉ ଏଠି ମୁଁ ଗୋଟେ ବାଉଲ୍ରେ ନେଇଥିବା ବେସନକୁ ଆଡ଼୍ କରୁଛି। ଆଉ ଏବେ ଏଥିରେ ନେବା ଛେଚିକି ରଖିଥିବା ଅଦା, କଞ୍ଚା ଲଙ୍କା ଆଉ ଗୋଟେ ଛୋଟ ଚାମଚ ଧନିଆ ପାଉଡ଼ର, ଗୋଟେ ଛୋଟ ଚାମଚ ହଳଦୀ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ ପକାଇକି ଆଉ କ'ଣ କରିବା, ଗୋଳେଇ ନେବା। ଏଠି ମୁଁ କିଛି କସ୍ତୁରୀ ମେଥି ଦେଉଛି, ଯେଉଁଥିରେ କି ତା'ର ମାନେ ବେସନର ବାସ୍ନା ଆଉ ଫ୍ଲେଭରଟା ବହୁତ ଭଲ ଆସିବ। ଏବେ ଆମେ କ'ଣ କରିବା, ଭଲକି ମିଶାଇ ସାରିଲା ପରେ ଏବେ ଏଥିରେ ନେବା ପାଣି। ଏଠି ମୁଁ ହାଫ୍ କପ୍ ପାଣି ଦେଇଛି। ଦେଖିବା ଆମର କେତେ ପାଣି ଲାଗୁଛି। ଏବେ ଆକୁ ପାଣି ଦେଇକି ଆମେ ଅଳ୍ପ ଅଳ୍ପ ହାଲକା ଆମେ ଆକୁ ଗୋଳେଇ ନେବା, ଯେମିତି ତା ଦେହରେ ଲମ୍ପସ୍ କିଛି ନ ରହିବ। ଏଠି ମୋତେ ମିନିମମ୍ ମାନେ ହାଫ୍ କପ୍ ବେସନରେ ମୋତେ ଗୋଟେ କପ୍ର ଅଳ୍ପ ଟିକେ ଅଧିକ ପାଣି ଲାଗିଛି। ଏବେ ଆକୁ ଆମେ ଭଲସେ କ'ଣ କରିବା, ଗୋଳେଇ ନେବା। ଗୋଳେଇକି ଦେଖନ୍ତୁ ବ୍ୟାଟରଟା ଜମା ବି ମୋଟା କରିବେନି, ପୁରା ପତଲା କରିବେ ଏଇ ଟାଇପ୍ର। ଯଦି ଆପଣଙ୍କ ବ୍ୟାଟରଟା ମାନେ ମୋଟା ରହୁଛି ତାହେଲେ କ'ଣ ହେବ ନା, ଆପଣ ଯେଉଁ ଯନ୍ତଣୀଟା ସେଇଟା ବି ମାନେ ହାର୍ଡ଼ ରହିବ, ଜମା ବି ମାନେ ଯନ୍ତଣୀଟା ଆପଣଙ୍କର ସଫ୍ଟ ହେବନି। ଏବେ କ'ଣ କରିବା, ଏଠି ଗୋଟେ ନେବା କରେଇରେ ନେବା ଆମେ କିଛି ଗୋଟେ ଚାମଚ ରିଫାଇନ୍ ତେଲ। ଏବେ ଗ୍ୟାସ୍କୁ ଲୋ ଫ୍ଲେମ୍ରେ ରଖିକି ଆମେ ଯେଉଁ ବେସନର ବ୍ୟାଟରକୁ ଏଥିରେ ଆଡ଼୍ କରିବା। ଆଡ଼୍ କରିକି ଆକୁ ଆମେ ଗୋଳେଇ ନେବା, ଯେମିତିକି ଆମର ମାନେ ବ୍ୟାଟରଟା ଗୋଟେ ଜାଗାରେ ଏକାଠି ହେଇଯିବ, ମାନେ ଯନ୍ତଣୀ ଟାଇପ୍ର ହିଁ ଆମେ ତାକୁ ବନେଇବା। ଏଠି ମୁଁ ତେଲ ଦେଇଛି, ଯେହେତୁ କରେଇରେ ଆମର ବ୍ୟାଟରଟା ନ ଲାଗିବା ପାଇଁ। ଆଉ ଯେତେବେଳେ ବି ଆପଣ ବ୍ୟାଟରଟା ବନାଉଛନ୍ତି, ମାନେ ଯନ୍ତଣୀ ବନାଉଛନ୍ତି, ପୁରା ଗ୍ୟାସ୍କୁ ଲୋ ଫ୍ଲେମ୍ରେ ରଖିଥିବେ, ଜମା ବି ହାଇ କରିବେନି। ଆଉ ଦେଖନ୍ତୁ ଆମର ମାନେ ବ୍ୟାଟରଟା ସବୁଆଡ଼ୁ ମାନେ ଛାଡ଼ି ଛାଡ଼ି ଆସିଲାଣି। ଦେଖନ୍ତୁ ଗୋଟେ ଜାଗାରେ ଏକାଠି ହେଇଯାଉଛି, ଯନ୍ତଣୀଟା ଆମର ଠିକ୍ ଅଛି। ଏବେ କ'ଣ କରିବା ନା, ଗ୍ୟାସ୍ ଆମେ ବନ୍ଦ କରିନେବା। ବନ୍ଦ କରିକି ଏଠି ପ୍ରଥମେ ମୁଁ ନେଉଛି ଗୋଟେ ପ୍ଲେଟ୍ରେ ନେଉଛି ମୁଁ ଅଳ୍ପ ଟିକେ ରିଫାଇନ୍ ତେଲ, ମୁଁ ଗ୍ରେସ୍ କରି ନେଉଛି। ଆମେ ଯେଉଁ ଯନ୍ତଣୀଟା ଜନ୍ତିଥିଲେ ତାକୁ କ'ଣ କରିବା ନା, ଯନ୍ତଣୀକି ଆଣିକି ଏଇ ଟାଇପ୍ର ପ୍ଲେଟ୍ ରଖିକି ହାତରେ ଟିକେ କ'ଣ କରିବା ନା, ତେଲ ହେଉ କିମ୍ବା ପାଣି, ମୋ ମତେ ଟିକେ ତେଲ ମାରିଲେ ବହୁତ ଭଲ ହେବ। ତାକୁ କ'ଣ କରିବା, ହାତରେ ଲଗେଇକି ଏମିତି ପୁରା ସମାନ ଭାବରେ ତାକୁ ସାଇଜ୍ କରିଦେବେ। ସାଇଜ୍ କରିକି ତାକୁ କ'ଣ କରିବା ନା, 10 ମିନିଟ୍ ଫ୍ୟାନ୍ ତଳେ ରଖିଦେବେ, ଯେମିତିକି ଆମର ମାନେ ଯନ୍ତଣୀଟା ସେଟ୍ ହେଇଯିବ। ଆଉ ସେଇ ଭିତରେ ଆମେ ଅଲଗା ପ୍ରୋସେସ୍ ପୁରା ବନେଇ ନେବା। ଏଠି ଦେଖନ୍ତୁ ମୁଁ ଗୋଟେ ଆଳୁ ନେଇଛି, ମିଡ଼ିୟମ୍ ସାଇଜ୍ ଆଳୁ ଆପଣଙ୍କ ହିସାବରେ ଆପଣ ପକାଇ ପାରିବେ, ନଚେତ୍ ସ୍କିପ୍ ମଧ୍ୟ କରିପାରିବେ। ପ୍ରଥମେ ଆଳୁକୁ ମୁଁ ଭଲସେ ଧୋଇକି ଚୋପା ଛଡ଼ାଇ ନେଇଛି। ଏବେ ଦେଖନ୍ତୁ ଆଳୁକୁ ମୁଁ ଏଇ ଟାଇପ୍ର ମାନେ କ୍ୟୁବ୍ ସାଇଜ୍ର ଛୋଟ ଛୋଟ ପିସ୍ରେ କାଟି ନେଇଛି, ଯେମିତି ଆପଣ ଡାଲମାକୁ କାଟନ୍ତି। ଆପଣ ଚାହିଁଲେ ଆଉ ଟିକେ ବଡ଼ ସାଇଜ୍ର ମଧ୍ୟ କାଟିପାରିବେ। ଆଉ ସେଇ ଭିତରେ ଦେଖନ୍ତୁ ଆମର ମାନେ ଯନ୍ତଣୀଟା ସେଟ୍ ହେଇଯାଇଛି। ଏବେ ଆକୁ ଆମେ କ'ଣ କରିବା ନା, କାଟି ନେବା। ଆଉ ଚପିଂ ବୋର୍ଡ଼ ଉପରେ ରଖିକି ମୁଁ କାଟୁଛି, ଯେଉଁଥିରେ କି କାଟିବା ପାଇଁ ମୋତେ ବହୁତ ସୁବିଧା ହେବ। ଇଜିଲି ବି କଟିଯାଏ ଯଦି ଆପଣ ଚପିଂ ବୋର୍ଡ଼ ଉପରେ ରଖିକି କାଟୁଛନ୍ତି। ଦେଖନ୍ତୁ ଆକୁ ମୁଁ ମାନେ କ୍ୟୁବ୍ ସାଇଜ୍ରେ କାଟୁଛି, ଆପଣଙ୍କ ହିସାବରେ ଆପଣ ଛୋଟ ସାଇଜ୍ର କି ବଡ଼ ସାଇଜ୍ର ସେ ଯେଉଁ ସାଇଜ୍ର ହିଁ ଆପଣ କାଟିପାରିବେ। ଆଉ ଦେଖନ୍ତୁ ମୁଁ ସବୁଯାକ ଏଇ ସାଇଜ୍ର ହିଁ କାଟି ନେଇଛି। ଆକୁ ଗୋଟେ ପ୍ଲେଟ୍କୁ ଆମେ କାଢ଼ି ନେବା। ଦେଖନ୍ତୁ ବେସନଟା ଆମର ପନିର ଭଳି ହାତକୁ ପୁରା ସଫ୍ଟ ଲାଗୁଛି। ଏବେ କ'ଣ କରିବା, ଆମେ ଆକୁ ଫ୍ରାଏ କରିନେବା। ଫ୍ରାଏ କରିବା ପାଇଁ ଏଠି ମୁଁ କରେଇରେ ନେଉଛି 4ରୁ 5 ଚାମଚ ରିଫାଇନ୍ ତେଲ। ଗ୍ୟାସ୍କୁ ମୁଁ ମିଡ଼ିୟମ୍ ଲୋ ଫ୍ଲେମ୍ରେ ରଖିଛି। ତେଲଟା ଭଲକି ତାତିଲା ପରେ ଆମେ ଏଥିରେ ବେସନର କ୍ୟୁବ୍କୁ ପକାଇବା। ନଚେତ୍ କ'ଣ ହେବ ନା, ତେଲ ଯଦି ନ ତାତିଥିବ ତାହେଲେ ବେସନର କ୍ୟୁବ୍କୁ ଆପଣ ଯଦି ପକାଇଦେବେ, ତାହେଲେ ବେସନଟା ସାଙ୍ଗେ ସାଙ୍ଗେ ତେଲ ଟାଣି ନେଇଯିବ। ତେଣୁକରି ତେଲଟା ଭଲକି ଗରମ ହେଲା ପରେ ହିଁ ଆପଣ ବେସନକୁ ପକାଇବେ, କମ୍ ତେଲରେ ହେଇଯିବ। ଏବେ ଆକୁ ପୁରା ମାନେ ହାଇ କରିନେବା। ହାଇ ଫ୍ଲେମ୍ରେ ରଖିକି ଆକୁ କ'ଣ କରିବା ନା, ଏପଟ ସେପଟ କରିକି ଆର କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଆକୁ ଭାଜି ନେବା, ନା ଲାଇଟ୍ ଗୋଲ୍ଡେନ୍ କଲର୍। ଦେଖନ୍ତୁ ଲାଇଟ୍ ଗୋଲ୍ଡେନ୍ କଲର୍ ହେଇଗଲା। ଏବେ ଆମେ କ'ଣ କରିବା, ଗ୍ୟାସ୍କୁ ସିମ୍ରେ ରଖିକି ଆକୁ ଗୋଟେ ପ୍ଲେଟ୍କୁ ଆମେ ଛାଣି ନେବା। ସବୁଯାକ ମୁଁ ଗୋଟେ ପ୍ଲେଟ୍କୁ ମାନେ କାଢ଼ି ନେଇଛି। ସେଇ କରେଇରେ କ'ଣ ହେଇଛି ନା, କିଛି ତେଲ ବଳିଛି, ସେଥିରେ ଏବେ ଆମେ ଆଳୁକୁ ଭାଜି ନେବା। ଆପଣ ଚାହିଁଲେ ଆଉ ଟିକେ ତେଲ ମଧ୍ୟ ଏଥିରେ ଆଡ଼୍ କରିପାରିବେ।
ଏଥିରେ କ'ଣ ନେବା ଅଳ୍ପ ଟିକେ ହଳଦୀ ପାଉଡ଼ର। ଏଥିରେ ହଳଦୀ ପାଉଡ଼ରଟା ନେଲେ କ'ଣ ହେବ ନା କଲର୍ଟା ଆଳୁର ବହୁତ ଭଲ ଆସିବ, ତା ସହିତ ତରକାରୀର କଲର୍ ବି ବହୁତ ଭଲ ଆସିବ। ଆକୁ ଲୋ ଫ୍ଲେମ୍ରେ ରଖିକି ଭାଜିବା, ଯେମିତି ଆଳୁଟା ଆମର କଲର୍ ଚେଞ୍ଜ ହେଇଯିବ। ସେଇ ଭିତରେ ଆମେ ମସଲା ପ୍ରସ୍ତୁତ କରିନେବା। ମସଲା ପ୍ରସ୍ତୁତ ପାଇଁ ଏଠି ମୁଁ ନେଇଛି ଗୋଟେ ଛୋଟ ସାଇଜ୍ ଟମାଟୋ ଆଉ 3 ଇଞ୍ଚ ଅଦା। ଯଦି ଆପଣ ହାଇବ୍ରିଡ୍ ଟମାଟୋ ନେଉଛନ୍ତି ତେବେ ଆପଣ ଗୋଟେ ନେଇପାରିବେ। ଏ ଦେଶୀ ଟମାଟୋ, ତେଣୁକରି ମୁଁ ଗୋଟେ ଛୋଟ ସାଇଜ୍ର ଟମାଟୋ ନେଇଛି। 2ଟି ଶୁଖିଲା ଲଙ୍କା ଅଳ୍ପ ଟିକେ ପାଣି ଦେଇ ତାର ସ୍ମୁଥ୍ ପେଷ୍ଟ ବନେଇଦେଲି। ଏବେ ଦେଖନ୍ତୁ ସେଇ ଭିତରେ ଆମର ଆଳୁ ମଧ୍ୟ ମାନେ ହେଇଗଲାଣି, ତାର କଲର୍ ଚେଞ୍ଜ ହେଇଗଲାଣି। ଏବେ କ'ଣ କରିବା ନା ଆକୁ ଗୋଟେ ପ୍ଲେଟ୍କୁ ଆମେ କାଢ଼ି ନେବା। ସେମ୍ କରେଇରେ ଆମେ ନେବା କିଛି ରିଫାଇନ୍ ତେଲ। ମିଡ଼ିୟମ୍ ଲୋ ଫ୍ଲେମ୍ରେ ରଖିକି ଗ୍ୟାସ୍କୁ ତେଲକୁ ଟିକେ ଗରମ ହେବାକୁ ଦେବା। ତେଲ ଗରମ ହେଲା ପରେ ଏଥିରେ ହାଫ୍ ଚାମଚ ଜିରା। ଜିରାଟା ଟିକେ ଭଲସେ ଫୁଟି ଆସିଲା ପରେ ଏଥିରେ ଦେବା ଆମେ ଗୋଟେ ତେଜପତ୍ର। ଏଠି ମୁଁ ନେଇଛି ଛୋଟ ଖଣ୍ଡେ ଡାଲଚିନି, ଗୋଟେ ଲବଙ୍ଗ, ଆଉ ଏଠି ମୁଁ ନେଇଛି ଗୋଟେ ବଡ଼ ଅଳେଇଚ। ଆ ବଦଳରେ ଆପଣ ଗୁଜୁରାତି ମଧ୍ୟ ନେଇପାରିବେ। ଏବେ ଏଥିରେ ଆମେ ବାଟିକି ରଖିଥିବା ଟମାଟୋ ଆଉ ଅଦା ପେଷ୍ଟକୁ ଏଥିରେ ଆମେ ଆଡ଼୍ କରିବା। ଏଥିରେ କିଛି ମସଲା ଲାଗିଛି, ଏଥିରେ ମୁଁ ହାଫ୍ କପ୍ ପାଣି ଦେଇକି ତାକୁ ମଧ୍ୟ ଏଥିରେ ଆଡ଼୍ କରିଛି। ଏହି ସମୟରେ ଗ୍ୟାସ୍ର ଫ୍ଲେମ୍କୁ ମାନେ ପୁରା ଲୋ କରିନେବେ, ନଚେତ୍ ମସଲାଟା ଜଳିଯିବ। ଏବେ କ'ଣ କରିବା ନା ଲୋ ଫ୍ଲେମ୍ରେ ଆକୁ 1 ମିନିଟ୍ ପର୍ଯ୍ୟନ୍ତ ଆକୁ ଆମେ କଷି ନେବା। 1 ମିନିଟ୍ ପରେ ଆମେ ଏଥିରେ ନେବା ହାଫ୍ ଚାମଚ ଧନିଆ ପାଉଡ଼ର। ଏଠି ମୁଁ ନେଉଛି କଲର୍ ପାଇଁ 1 ଚାମଚ କାଶ୍ମୀରୀ ଲଙ୍କା ପାଉଡ଼ର। ଏଠି ଦେଖନ୍ତୁ ମୁଁ ନେଇଛି ଅଳ୍ପ ଟିକେ କସ୍ତୁରୀ ମେଥି। ଏବେ ଆଉ କ'ଣ କରିବା ନା ଭଲସେ ଗୋଳେଇ ନେବା। ଭଲସେ ଗୋଳେଇ ସାରିଲା ପରେ ଏବେ ଏଥିରେ ନେବା ଗୋଟେ ଛୋଟ ଚାମଚ ହଳଦୀ ପାଉଡ଼ର, ଗୋଟେ ଛୋଟ ଚାମଚ ଚିନି ଏଥିରେ ଆଡ଼୍ କରିବା। ଚିନି ଆଡ଼୍ କରିକି ଆକୁ କ'ଣ କରିବା ନା ଲୋ ଫ୍ଲେମ୍ରେ ଭଲକି କଷିବା, ଯେମିତିକି ମାନେ ଆପଣଙ୍କର ମସଲାରୁ ତେଲଟା ଅଲଗା ହେଇଯିବ। ଚିନିଟା ଦେଲେ ତରକାରୀରେ ସୁଇଟନେସ୍ ଆସିବ ଆଉ ଲୁଣ ରାଗକୁ ସେ ବାଲାନ୍ସ କରିବ। ଏବେ ଦେଖନ୍ତୁ ମାନେ ତେଲରୁ ଆମର ମସଲାଟା ଅଲଗା ହେଇ ଆସିଲାଣି। ଏବେ ଏହି ସମୟରେ କ'ଣ କରିବା ନା ଆଳୁକୁ ପକାଇକି ଆକୁ ମଧ୍ୟ କଷି ନେବା। ଆଳୁକୁ ମସଲା ସହିତ ଭଲକି କଷିବା। ଲୋ ଫ୍ଲେମ୍ରେ ଗ୍ୟାସ୍କୁ ରଖିକି ମିନିମମ୍ 5 ମିନିଟ୍ କଷିବା। ଦେଖନ୍ତୁ ମସଲା ଆଳୁ ବଢ଼ିଆସେ କଷି ହେଇଯାଇଛି। ଏବେ ଆମେ ଏଥିରେ ଦେବା ପାଣି। ଆଉ ପାଣିର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ। ଏଠି ମୁଁ ଦେଉଛି 3 କପ୍ ପାଣି। ଯେହେତୁ ମୁଁ ବେସନର ପାଣିଟା ବେଶୀ ଟାଣି ଥାଏ, ତେଣୁକରି ମୁଁ ଏଠି ଅଧିକ ଟିକେ ପାଣି ଦେଉଛି। ଆଉ ଆମର ଆଳୁଟା ବି ସିଝିବା ପାଇଁ ଟିକେ ଟାଇମ୍ ନେବ। ଏବେ କ'ଣ କରିବା ଏଥିରେ ନେବା ସ୍ୱାଦ ଅନୁସାରେ ଲୁଣ। ଲୁଣ ପକାଇକି ଆକୁ ଆମେ ଘୋଡ଼େଇ ନେବା ମିନିମମ୍ ଲୋ ଫ୍ଲେମ୍ରେ 5 ମିନିଟ୍। ଆଉ 5 ମିନିଟ୍ ପରେ ଦେଖି ଚେକ୍ କରିନେବା ଆମର ଆଳୁଟା ସିଝିଛି କି ନାହିଁ। ଦେଖନ୍ତୁ ମୁଁ ଏଠି ଚେକ୍ କରୁଛି ଆଳୁକୁ। ଆଳୁଟା ଦେଖନ୍ତୁ ଆପଣଙ୍କର ବଢ଼ିଆସେ ମାନେ 9% ପୁରା ସିଝି ଯାଇଛି। ଏହି ସମୟରେ କ'ଣ କରିବା ନା ଆମେ ଯେଉଁ ଫ୍ରାଏ କରିକି ରଖିଛେ ବେସନକୁ ଏଥିରେ ଆମେ ଆଡ଼୍ କରିବା। ଆଉ ବେସନକୁ ଆଡ଼୍ କରିକି ଡାଲଚିନି ପାଉଡ଼ର ହାଫ୍ ଟିସ୍ପୁନ୍। ଆପଣ ଚାହିଁଲେ ଏଥିରେ ଗରମ ମସଲା ପାଉଡ଼ର ମଧ୍ୟ ନେଇପାରିବେ। ଏଠି ମୁଁ କ'ଣ କରୁଛି ନା ଡାଲଚିନି ଗୁଜୁରାତି ପାଉଡ଼ରଟା ଦେଲେ ଆଉ ତା'ର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ଏବେ ଆଉ କ'ଣ କରିବା ନା ଭଲକି ଟିକେ ଗୋଳେଇ ନେବା। ଭଲକି ଗୋଳେଇକି ଆକୁ ଆମେ କଭର୍ କରିନେବା ମିନିମମ୍ 5 ମିନିଟ୍। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରେ ରଖିବେ। ଏବେ 5 ମିନିଟ୍ ପରେ ଦେଖନ୍ତୁ ଆର କଲର୍ ଆଉ ଷ୍ଟ୍ରେକ୍ଚର୍ କେତେ ବହୁତ ବଢ଼ିଆ ଆସିଛି। ବେସନ ତରକାରୀର ଝୋଳଟା ଏଇ ଟାଇପ୍ର ରଖିବେ। ଆଉ ଆପଣ ଓହ୍ଲେଇ ସାରିଲା ପରେ ଦେଖିବେ ଯଦି ଆପଣ କମ୍ ମାନେ ବେସନର ଝୋଳଟା ରଖୁଛନ୍ତି ବା ତରକାରୀଟା ରଖୁଛନ୍ତି, କ'ଣ ହେବ ନା ବେସନଟା ସବୁ ପାଣି ଟାଣି ନେଇଯିବ ଆଉ ଆପଣ ଖାଇଲା ବେଳକୁ ପୁରା ଶୁଖିଲା ଟାଇପ୍ର ହେଇଯାଇଥିବ, ଝୋଳ ଟାଇପ୍ର ହିଁ ନଥିବ। ତେଣୁକରି ତାକୁ ଦେଖିକି ଆପଣ ବେସନ ଆଉ ଆଳୁକୁ ଦେଖିକି ସେଇ କ୍ୱାଣ୍ଟିଟିର ଆପଣ ପାଣି ହିଁ ରଖିବେ। ମୋ ମତରେ ଏତିକି ଯଦି ଆପଣ ପାଣି ରଖୁଛନ୍ତି ତାହେଲେ ଆପଣ ଖାଇଲା ବେଳେ ଆପଣଙ୍କର ମାନେ ତରକାରୀର ଝୋଳଟା ଠିକ୍ ରହିବ। ଏବେ କ'ଣ କରିବା ନା ଗ୍ୟାସ୍ ଅଫ୍ କରିନେବା। ୟାକୁ ଆପଣ ଅରୁଆ ଭାତ ସହିତ ଖାଆନ୍ତୁ, ରୁଟି ସହିତ ଖାଆନ୍ତୁ, ସବୁଥିରେ ବହୁତ ଟେଷ୍ଟି ଲାଗିବ। ସେ ପୁଣି ବିନା ପିଆଜ ରସୁଣରେ। ଏଇ ପ୍ରୋସେସ୍ରେ ଥରେ ଆପଣ ବନେଇକି ନିଶ୍ଚିତ ଦେଖନ୍ତୁ, କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଯଦି ଆମ ରେସିପିଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି।